ଜଙ୍ଗଲରେ ଯେତେବେଳେ ଗୋଟିଏ ଗଛ ଉପରେ କୁରାଢ଼ୀର ପ୍ରହାର ପଡ଼େ, ସେତେବେଳେ ସେହି ଲୁହାର ଧାର ଅପେକ୍ଷା ତାକୁ ଅଧିକ କଷ୍ଟ ଦିଏ କୁରାଢ଼ୀରେ ଲାଗିଥିବା କାଠର ବେଣ୍ଟ। ଆମ ଜୀବନରେ ମଧ୍ୟ ବାହାର ଶତ୍ରୁ ଆମକୁ ସେତିକି କ୍ଷତି ପହଞ୍ଚାଇପାରେ ନାହିଁ, ଯେତିକି ଆମର ଜଣେ ନିଜ ଲୋକ ଶତ୍ରୁ ସହିତ ହାତ ମିଳାଇଲେ ହୁଏ। ଗଛଟି ସେହିଦିନ ହିଁ ହାରିଯାଏ ଯେତେବେଳେ ସେ ଦେଖେ ଯେ ତାକୁ କାଟିବା ପାଇଁ ବ୍ୟବହୃତ ଅସ୍ତ୍ରଟିକୁ ଶକ୍ତି ତାର ନିଜ ପରିବାରର ଜଣେ ସଦସ୍ୟ ହିଁ ଯୋଗାଉଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଏକ କଠୋର ସତ୍ୟ ହେଉଛି, ଶରୀରର କ୍ଷତ ଶୁଖିଯାଏ, କିନ୍ତୁ ବିଶ୍ୱାସଘାତକତାର ଦାଗ ଆତ୍ମାକୁ କରେଇ କରେଇ ଖାଇଯାଏ। ଆମେ ସାରା ଜୀବନ ବାହାର ଶତ୍ରୁଙ୍କୁ ଡରିଥାଉ, କିନ୍ତୁ ସତ କହିଲେ ବାହାର ଶତ୍ରୁ ଆମକୁ କେବଳ ସେତିକି କଷ୍ଟ ଦିଏ ଯେତିକି ତାର ସାମର୍ଥ୍ୟ। ଅସଲ ବିପଦ ତ ସେହିମାନେ ଯେଉଁମାନେ ଆମ ସହ ଏକାଠି ବସି ଖାଆନ୍ତି ଏବଂ ପଛରେ ଆମରି ସର୍ବନାଶର ଯୋଜନା କରନ୍ତି। ରାବଣ ଜଣେ ମହାପ୍ରତାପୀ ଯୋଦ୍ଧା ଥିଲା, ତାକୁ ହରାଇବା ଅସମ୍ଭବ ଥିଲା। କିନ୍ତୁ ଲଙ୍କାର ପତନ ପଛରେ କୌଣସି ବାହାର ଅସ୍ତ୍ର ନଥିଲା, ବରଂ ଘରର ଭେଦ ଜାଣିଥିବା ବିଭୀଷଣ ଥିଲେ। ସେହିପରି ମହାଭାରତ କୌଣସି ବିଦେଶୀ ଶତ୍ରୁ ଯୋଗୁଁ ହୋଇନଥିଲା, ଏହା ଥିଲା କପଟୀ ମାମୁଁ ଶକୁନିଙ୍କ ଚକ୍ରାନ୍ତ, ଯିଏ ନିଜର ବୋଲି କହି ପରିବାର ଭିତରେ ହିଂସାର ନିଆଁ ଜାଳି ଦେଇଥିଲେ। ଆମେ ଅତି ଭାବପ୍ରବଳ ହୋଇ ନିଜର କକା, ମାମୁଁ କିମ୍ବା ସମ୍ପର୍କୀୟ ଭାଇମାନଙ୍କୁ ନିଜର ଭାବି ସବୁ ଗୋପନ କଥା କହିଦେଉ। ମନେ ରଖନ୍ତୁ, ସାପର ବିଷ ତା ଦାନ୍ତରେ ଥାଏ, କିନ୍ତୁ ଜଣେ ଈର୍ଷ୍ୟାପରାୟଣ ସମ୍ପର୍କୀୟର ବିଷ ତାର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱରେ ଥାଏ। ଯେଉଁମାନେ ଆପଣଙ୍କର ଅତି ନିକଟତର, ସେମାନେ ହିଁ ଜାଣନ୍ତି ଆପଣଙ୍କର ଦୁର୍ବଳତା କେଉଁଠି, ଆଉ ସେହି ଦୁର୍ବଳତା ଉପରେ ଯେତେବେଳେ ପ୍ରହାର ହୁଏ, ସେତେବେଳେ ସମ୍ଭାଳିବା କଷ୍ଟକର ହୋଇପଡ଼େ। ଯଦି ଆପଣ ନିଜ ସ୍ୱପ୍ନ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ସମ୍ପର୍କର ମୋହରୁ ବାହାରି କର୍ତ୍ତବ୍ୟ ଓ ସତର୍କତାକୁ ଆପଣାନ୍ତୁ। ଆଜିର ଏହି ଭିଡିଓରେ ଆମେ ସେହି ଗୂଢ଼ ରହସ୍ୟ ଉନ୍ମୋଚନ କରିବା, ଯାହା ଆପଣଙ୍କୁ ନିଜ ସମ୍ପର୍କୀୟ ଭିତରେ ଲୁଚି ରହିଥିବା ଶକୁନିମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ। ମନେ ରଖନ୍ତୁ, ଶତ୍ରୁ କେବଳ ସେ ନୁହେଁ ଯିଏ ସାମ୍ନାରେ ଠିଆ ହୁଏ, ଶତ୍ରୁ ସେ ମଧ୍ୟ ଯିଏ ଆପଣଙ୍କ ହସ ପଛରେ ନିଜର ଈର୍ଷ୍ୟାକୁ ଲୁଚାଇ ରଖେ। ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କର ସେହି ଗୂଢ଼ ରହସ୍ୟ ବିଷୟରେ ଆଲୋଚନା କରିବା, ଯାହା ଆପଣଙ୍କୁ ବିନା ଅସ୍ତ୍ରରେ ଯୁଦ୍ଧ ଜିତିବା ଶିଖାଇବ। ସାଧାରଣତଃ ଆମେ ଭାବୁ ଯେ ରକ୍ତର ସମ୍ପର୍କ ସବୁଠୁ ନିରାପଦ, କିନ୍ତୁ ଚାଣକ୍ୟ କହନ୍ତି ଅତ୍ୟଧିକ ସରଳତା ହିଁ ବିପଦର କାରଣ। ଆଜି ମୁଁ ଆପଣଙ୍କୁ ସେହି 6ଟି ଅତି ଗୋପନୀୟ କଥା ବିଷୟରେ କହିବି, ଯାହାକୁ ଆପଣ ନିଜ ଛାଇଠାରୁ ମଧ୍ୟ ଦୂରେଇ ରଖିବା ଉଚିତ, ବିଶେଷ କରି ସେହି ସମ୍ପର୍କୀୟମାନଙ୍କଠାରୁ ଯେଉଁମାନଙ୍କ ଉପରେ ଆପଣ ଆଖି ବୁଜି ବିଶ୍ୱାସ କରନ୍ତି। ସବୁଠାରୁ ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ପ୍ରକୃତ ଆୟ ଏବଂ ଜମାପୁଞ୍ଜି। ଚାଣକ୍ୟ କହନ୍ତି, ଜଣେ ବ୍ୟକ୍ତିର ସମ୍ପତ୍ତି କେବଳ ତାର ସୁରକ୍ଷା ନୁହେଁ, ବରଂ ତା ପ୍ରତି ଈର୍ଷ୍ୟାର ମୁଖ୍ୟ କାରଣ ମଧ୍ୟ। ଏହାକୁ ଗଭୀର ଭାବେ ବୁଝିବା ପାଇଁ ଆସନ୍ତୁ ଏକ ମର୍ମସ୍ପର୍ଶୀ କାହାଣୀ ଶୁଣିବା। ଗୋଟିଏ ଗାଁରୁ 2 ଜଣ ବନ୍ଧୁ ସହରକୁ ବାହାରିଲେ, ସ୍ୱପ୍ନ ସାକାର କରିବାକୁ ଏବଂ ନିଜ ପରିବାରକୁ ଏକ ସୁନ୍ଦର ଭବିଷ୍ୟତ ଦେବାକୁ। ସମୟ ବିତିଲା, ଦୁହେଁ ନିଜ ନିଜ କ୍ଷେତ୍ରରେ ବହୁତ ପରିଶ୍ରମ କଲେ, କିନ୍ତୁ ସଫଳତାକୁ ସମ୍ଭାଳିବାର ଶୈଳୀ ଦୁହିଁଙ୍କର ସମ୍ପୂର୍ଣ୍ଣ ଅଲଗା ଥିଲା। ପ୍ରଥମ ବନ୍ଧୁଟି ଥିଲା ଅତି ସରଳ ଏବଂ ଭାବୁକ। ସେ ଭାବୁଥିଲା ଯେ ତାର ସମ୍ପର୍କୀୟମାନେ ତାର ସବୁଠୁ ବଡ଼ ଶୁଭେଚ୍ଛୁ। ଯେତେବେଳେ ତାର ଦରମା ବଢ଼ିଲା, ସେ ଖୁସିରେ ସମସ୍ତଙ୍କୁ ଫୋନ୍ କରି କହିଲା। ଯେତେବେଳେ ସେ ସହରରେ ଏକ ଜମି କିଣିଲା, ସେ ଗର୍ବର ସହ କକା, ମାମୁଁ ଓ ସମ୍ପର୍କୀୟ ଭାଇମାନଙ୍କୁ ତାର ମୂଲ୍ୟ ଜଣାଇଲା। ସେ ଭାବିଥିଲା ସେମାନେ ତା ପାଇଁ ଗର୍ବ ଅନୁଭବ କରିବେ, କିନ୍ତୁ ସେ ଜାଣିନଥିଲା ଯେ ସେ ଅଜାଣତରେ ଈର୍ଷାର ନିଆଁ ଜାଳୁଛି। ଅନ୍ୟପଟେ ଦ୍ୱିତୀୟ ବନ୍ଧୁଟି ଥିଲା ବୁଦ୍ଧିମାନ। ସେ ପ୍ରଥମ ବନ୍ଧୁଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମଧ୍ୟ ସେ ନିଜର ଆର୍ଥିକ ସ୍ଥିତିକୁ ଏକ ରହସ୍ୟ କରି ରଖିଥିଲେ। ସେ ଯେତେବେଳେ ବି ଗାଁକୁ ଯାଉଥିଲା, ବହୁତ ସାଧାରଣ ପୋଷାକ ପିନ୍ଧି ଯାଉଥିଲା। ଯଦି କେହି ପଚାରନ୍ତି, ପୁଅ କେତେ ରୋଜଗାର କରୁଛୁ, ସେ ଅତି ବିନମ୍ରତାର ସହ କହୁଥିଲା, ଆଜ୍ଞା ସହରରେ ବହୁତ ଖର୍ଚ୍ଚ, କୌଣସି ମତେ 2 ଓଳି 2 ମୁଠା ଜୁଟି ଯାଉଛି। ସେ ଜାଣିଥିଲା ଯେ ଅଭାବ ପ୍ରକାଶ କଲେ ସମବେଦନା ମିଳେ, କିନ୍ତୁ ପ୍ରାଚୁର୍ଯ୍ୟ ପ୍ରକାଶ କଲେ ଶତ୍ରୁ ବଢ଼ନ୍ତି। ସମୟ କ୍ରମେ ପରିସ୍ଥିତି ବଦଳିବାକୁ ଲାଗିଲା। ପ୍ରଥମ ବନ୍ଧୁର ଦୁର୍ଦ୍ଦଶା। ଯେଉଁ ସମ୍ପର୍କୀୟମାନେ ଦିନେ ତାକୁ ଭଲ ପାଉଥିଲେ, ଏବେ ସେମାନେ ତାକୁ ଅହଙ୍କାରୀ ବୋଲି କହିଲେ। କିଏ ଉଧାର ମାଗିଲା ତ କିଏ ନିଜ ଘରର ବାହାଘର ପାଇଁ ଲକ୍ଷ ଲକ୍ଷ ଟଙ୍କାର ଦାବି ରଖିଲା।
ଟଙ୍କା ଦେଲେ ନିଜର ଭବିଷ୍ୟତ ଅନ୍ଧାର ଆଉ ମନା କଲେ ସମ୍ପର୍କରେ ତିକ୍ତତା। ଦେଖୁ ଦେଖୁ ସେ ସମସ୍ତଙ୍କ ଆଖିରେ ଖରାପ ହୋଇଗଲା ଏବଂ ମାନସିକ ଅଶାନ୍ତିରେ ତାର ରୋଜଗାର ବି କମିବାକୁ ଲାଗିଲା। ଦ୍ୱିତୀୟ ବନ୍ଧୁର ସଫଳତା। ଦ୍ୱିତୀୟ ବନ୍ଧୁଟି ଶାନ୍ତିରେ ନିଜର ସାମ୍ରାଜ୍ୟ ଗଢ଼ି ଚାଲିଲା। ସମ୍ପର୍କୀୟମାନେ ଭାବିଲେ ସେ ବହୁତ ସଂଘର୍ଷ କରୁଛି, ତେଣୁ ସେମାନେ ତା ଉପରେ କୌଣସି ଚାପ ପକାଇଲେ ନାହିଁ। ସେ ନିଜ ପରିବାର ପାଇଁ ଏକ ବଡ଼ ସମ୍ପତ୍ତି ଠିଆ କରିଦେଲା, ସେ ପୁଣି କାହାରିକୁ ଆଘାତ ନ ଦେଇ। ମନେ ରଖନ୍ତୁ, ଯଦି ଆପଣ ଉନ୍ନତି କରୁଛନ୍ତି ତେବେ ତାହା କେବଳ ଆପଣଙ୍କ ବ୍ୟାଙ୍କ ବାଲାନ୍ସରେ ଦେଖାଯିବା ଉଚିତ, ଆପଣଙ୍କ ପାଟିରେ ନୁହେଁ। ଆପଣଙ୍କ ସମ୍ପର୍କୀୟମାନେ ହୁଏତ ଆପଣଙ୍କୁ ଭଲ ପାଇପାରନ୍ତି, କିନ୍ତୁ ସେମାନେ ଆପଣଙ୍କୁ ସେମାନଙ୍କଠାରୁ ଅଧିକ ସଫଳ ଦେଖିବାକୁ କେବେ ବି ସହ୍ୟ କରିପାରିବେ ନାହିଁ। ଏହା ଏକ ପିତା ସତ୍ୟ, କିନ୍ତୁ ଏହା ହିଁ ବାସ୍ତବତା। ତେଣୁ ନିଜର ପରବର୍ତ୍ତୀ ପଦକ୍ଷେପ ଏବଂ ନିଜର ଧନକୁ ସବୁବେଳେ ପରଦା ପଛରେ ରଖନ୍ତୁ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ମଣିଷ ଚରିତ୍ରର ଏକ ବିଚିତ୍ର ଦିଗ ହେଉଛି ସେ ଅନ୍ୟର ଦୁଃଖ ଦେଖିଲେ ହୁଏତ ଦୁଇଟା ସମବେଦନାର ଶବ୍ଦ କହିଦେବ, କିନ୍ତୁ ଅନ୍ୟର ସଫଳତା ଦେଖିଲେ ସେ ଭିତରେ ଭିତରେ ଜଳିବାକୁ ଲାଗେ। ଆପଣଙ୍କର ଉନ୍ନତି ଯେତେବେଳେ ଆପଣଙ୍କ ସମ୍ପର୍କୀୟଙ୍କ ସୀମାକୁ ଟପିଯାଏ, ସେତେବେଳେ ସେମାନଙ୍କ ମନରେ ସ୍ନେହ ଅପେକ୍ଷା ଅସୂୟା ଅଧିକ ଭରିଯାଏ। ମିଠା ମୁହଁ, ପିତା ମନ। ଆପଣଙ୍କ ବଡ଼ ଗାଡ଼ି, ପିଲାମାନଙ୍କର ନାମୀ ସ୍କୁଲ କିମ୍ବା ଆପଣଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ସେମାନଙ୍କ ଆଖିରେ କଣ୍ଟା ଭଳି ବିନ୍ଧିଥାଏ। ଉପରକୁ ସେମାନେ ବାହ ବାହ କରୁଥିଲେ ମଧ୍ୟ ସେମାନଙ୍କର ଅନ୍ତରାତ୍ମା ଆପଣଙ୍କର ପତନ କାମନା କରେ। ଆମ ସମାଜରେ କୁହାଯାଏ, ନଜର ଲାଗିଲେ ପଥର ବି ଫାଟିଯାଏ। ଯଦି ଗୋଟିଏ ନିର୍ଜୀବ ପଥର ନଷ୍ଟ ହୋଇପାରେ, ତେବେ ଆପଣଙ୍କର ହସଖୁସିର ସଂସାର ଉପରେ ଏହି ନକାରାତ୍ମକ ଦୃଷ୍ଟି କେତେ ଭୟଙ୍କର ପ୍ରଭାବ ପକାଇପାରେ ତାହା କଳ୍ପନା କରନ୍ତୁ। ସାଧାରଣ ବେଶ, ଅସାଧାରଣ କୋଷ। ଚାଣକ୍ୟଙ୍କ ଏହି ନୀତିକୁ ନିଜ ଜୀବନର ମନ୍ତ୍ର କରିନିଅନ୍ତୁ। ସାମ୍ରାଜ୍ୟ ନିଜ ଭିତରେ ଗଢ଼ନ୍ତୁ, କିନ୍ତୁ ବାହାରକୁ ନିଜକୁ ଜଣେ ସାଧାରଣ ସଂଘର୍ଷକାରୀ ଭାବେ ଉପସ୍ଥାପନ କରନ୍ତୁ। ନିଜର ବ୍ୟାଙ୍କ ବାଲାନ୍ସ କେବଳ ରେଖରେ ରହୁ, ସମ୍ପର୍କୀୟଙ୍କ ଆଲୋଚନାରେ ନୁହେଁ। ସେମାନଙ୍କୁ ଭାବିବାକୁ ଦିଅନ୍ତୁ ଯେ ଆପଣ ମଧ୍ୟ ସେମାନଙ୍କ ଭଳି ସଂଘର୍ଷର ପଥରେ ଅଛନ୍ତି। ଏହାଦ୍ୱାରା ଆପଣ ଦୁଇଟି ଜିନିଷରୁ ରକ୍ଷା ପାଇବେ, 1 ଈର୍ଷା ଏବଂ 2 ଅଯଥା ଆର୍ଥିକ ଦାବି। ଆପଣଙ୍କ ସମ୍ପର୍କୀୟମାନେ ଆପଣଙ୍କୁ ଭଲ ଅବସ୍ଥାରେ ଦେଖିବାକୁ ଚାହାନ୍ତି, କିନ୍ତୁ ସେମାନଙ୍କଠାରୁ ଅଧିକ ଭଲ ଅବସ୍ଥାରେ ଦେଖିବାକୁ କେବେ ବି ଚାହାନ୍ତି ନାହିଁ। ଏହି ଧାଡ଼ିଟିକୁ ମନେ ରଖିଲେ ଆପଣଙ୍କ ଜୀବନର ଅଧା ସମସ୍ୟା ଆପେ ଆପେ ସମାଧାନ ହୋଇଯିବ। ଶାନ୍ତିରେ ବଞ୍ଚିବାକୁ ହେଲେ ନିଜର ସଫଳତାକୁ ପରଦା ପଛରେ ରଖିବା ଶିଖନ୍ତୁ। ଆସନ୍ତୁ ଏବେ ଦ୍ୱିତୀୟ ରହସ୍ୟ ଉନ୍ମୋଚନ କରିବା, ଯାହା ଆପଣଙ୍କ ବିଜୟର ମୂଳଦୁଆ। ଚାଣକ୍ୟଙ୍କର ସେହି କାଳଜୟୀ ଶ୍ଲୋକଟିକୁ ସବୁବେଳେ ମନେ ରଖନ୍ତୁ। ମନସା ଚିନ୍ତିତମ୍ କାର୍ଯ୍ୟମ୍ ବାଚା ନୈବ ପ୍ରକାଶୟେତ୍। ମନରେ ସ୍ଥିର କରିଥିବା କାର୍ଯ୍ୟକୁ ସେ ପର୍ଯ୍ୟନ୍ତ ଗୋପନ ରଖନ୍ତୁ ଯେପର୍ଯ୍ୟନ୍ତ ତାହା ସଫଳ ହୋଇନାହିଁ। ଆମ ଭିତରୁ ଅଧିକାଂଶ ଲୋକ ଏକ ବଡ଼ ଭୁଲ କରନ୍ତି। କୌଣସି ନୂଆ ଯୋଜନା ବା ସ୍ୱପ୍ନ ମନକୁ ଆସିବା ମାତ୍ରେ ଆମେ ଉତ୍ସାହିତ ହୋଇ ନିଜ ସମ୍ପର୍କୀୟଙ୍କ ଆଗରେ ତାହା ବାଢ଼ିଦେଉ। ହୁଏତ କୌଣସି ପାର୍ଟି ବା ବାହାଘରରେ ମାମୁଁ କିମ୍ବା କକାଙ୍କୁ ଭେଟିଲେ ଆମେ ଗର୍ବର ସହ କହିଦେଉ, ଜାଣିଛ କକା, ମୁଁ ଆସନ୍ତା ମାସରେ ଏକ ନୂଆ ବ୍ୟବସାୟ ଆରମ୍ଭ କରୁଛି, କିମ୍ବା ମୁଁ ବିଦେଶ ଯିବାକୁ ସବୁ ପ୍ରସ୍ତୁତି ସାରିଦେଲିନି। ଏହି ଗୋଟିଏ ଭୁଲ ଆପଣଙ୍କ ସଫଳତା ପଥରେ କାନ୍ଥ ଠିଆ କରିଦିଏ। କାହିଁକି? ଏହାର କାରଣ ହେଉଛି ଆମ ସମାଜର କଙ୍କଡ଼ା ମାନସିକତା। ଆପଣ କେବେ ଏକ ପାତ୍ରରେ ବହୁତ ଗୁଡ଼ିଏ କଙ୍କଡ଼ାଙ୍କୁ ଦେଖିଛନ୍ତି? ଯଦି ସେଥିରୁ ଗୋଟିଏ କଙ୍କଡ଼ା ଉପରକୁ ଚଢ଼ି ବାହାରକୁ ଆସିବାକୁ ଚେଷ୍ଟା କରେ, ତେବେ ବାକି କଙ୍କଡ଼ାମାନେ ତାକୁ ଉପରକୁ ଠେଲି ଦିଅନ୍ତି ନାହିଁ, ବରଂ ସେମାନେ ତା ଗୋଡ଼ ଧରି ତଳକୁ ଟାଣି ଦିଅନ୍ତି, ଯେମିତି ସେ ବାହାରକୁ ଯାଇ ନପାରିବ। ଯେମିତି ଆପଣ ନିଜର ଯୋଜନା ଜଣାଇ ଦିଅନ୍ତି, ସେମାନେ ଶୁଭେଚ୍ଛା ବଦଳରେ ଆପଣଙ୍କୁ ଭୟଭୀତ କରାଇବା ଆରମ୍ଭ କରନ୍ତି। ଆରେ, ସେ ବ୍ୟବସାୟରେ ତ ବହୁତ ରିସ୍କ ଅଛି, ଫାଲତୁରେ ଟଙ୍କା ବୁଡ଼ାଇବ ନାହିଁ, ଏମିତି କହି ସେମାନେ ଆପଣଙ୍କ ଆତ୍ମବିଶ୍ୱାସକୁ ଦୋହଳାଇ ଦିଅନ୍ତି। କିଛି ଲୋକ ତ ସିଧାସଳଖ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ଯେପରି ଆପଣ ସେମାନଙ୍କଠାରୁ ଉପରକୁ ଉଠି ନପାରିବେ। ଚାଣକ୍ୟ କହନ୍ତି, କାମ କରିବା ପୂର୍ବରୁ ତାହା କହିଦେଲେ ସେହି କାମର ଶକ୍ତି କମିଯାଏ। ଆପଣଙ୍କର ଉତ୍ସାହ କାର୍ଯ୍ୟରେ ଲାଗିବା ବଦଳରେ କେବଳ କଥାରେ ସରିଯାଏ। ମନେ ରଖନ୍ତୁ, ସଫଳତା ଏମିତି ହେବା ଉଚିତ ଯେ ଆପଣଙ୍କ ପରିଶ୍ରମ ଶାନ୍ତ ରହୁ, କିନ୍ତୁ ଆପଣଙ୍କ ସଫଳତା ଯେମିତି ଚାରିଆଡ଼େ ଶବ୍ଦ କରେ। ସେଥିପାଇଁ
ଯେପର୍ଯ୍ୟନ୍ତ ଆପଣଙ୍କ ନୂଆ ଘରର ଗୃହପ୍ରବେଶ ହୋଇନାହିଁ କିମ୍ବା ବ୍ୟବସାୟରୁ ଲାଭ ମିଳିନାହିଁ ସେ ପର୍ଯ୍ୟନ୍ତ ସମ୍ପର୍କୀୟମାନଙ୍କ ପାଇଁ ଏହା ଏକ ରହସ୍ୟ ହୋଇ ରହୁ। ଆପଣଙ୍କ ସ୍ୱପ୍ନ କେବଳ ଆପଣଙ୍କର, ତାକୁ ସମସ୍ତଙ୍କ ସାମ୍ନାରେ ବାଢ଼ି ଦେଇ ଶସ୍ତା କରନ୍ତୁ ନାହିଁ। ଯେଉଁଠି ପ୍ରତିଯୋଗିତା ଅଧିକ ସେଠି ମୌନତା ହିଁ ଆପଣଙ୍କର ସବୁଠୁ ବଡ଼ ଶକ୍ତି। ଜଣେ ପ୍ରକୃତ ଜ୍ଞାନୀ ବ୍ୟକ୍ତି ନିଜର ଆଗାମୀ ପଦକ୍ଷେପକୁ କେବେ ବି ପ୍ରଚାର କରନ୍ତି ନାହିଁ। ସେ ଜାଣନ୍ତି ଯେ ଶବ୍ଦ ଅପେକ୍ଷା କର୍ମର ପ୍ରଭାବ ଅଧିକ। ଏହାକୁ ବୁଝିବା ପାଇଁ ପ୍ରକୃତିର ଏକ ସୁନ୍ଦର ଉଦାହରଣକୁ ଦେଖନ୍ତୁ। ଗୋଟିଏ ମଞ୍ଜି ଯେତେବେଳେ ମାଟି ତଳେ ଅନ୍ଧାରରେ ଏବଂ ସମସ୍ତଙ୍କ ନଜରରୁ ଦୂରରେ ଗୁପ୍ତ ହୋଇ ରହେ ସେତେବେଳେ ହିଁ ସେ ଏକ ବିଶାଳ ବଟବୃକ୍ଷ ହେବାର ଶକ୍ତି ସଞ୍ଚୟ କରେ। ଯଦି ଆପଣ ଉତ୍ସାହିତ ହୋଇ ସେହି ମଞ୍ଜିକୁ ବାରମ୍ବାର ମାଟି ଖୋଳି ଦୁନିଆକୁ ଦେଖାଇବେ ଯେ ଦେଖନ୍ତୁ ମୋ ଗଛ କେତେ ବଡ଼ ହେଲାଣି, ତେବେ ସେହି ମଞ୍ଜିଟି କେବେ ବି ଗଛ ହୋଇପାରିବ ନାହିଁ। ଲୋକଙ୍କ ନଜର ଏବଂ ବାହ୍ୟ ପରିବେଶର ଆଘାତରେ ସେ ଅଙ୍କୁରିତ ହେବା ପୂର୍ବରୁ ହିଁ ମରିଯିବ। ଆପଣଙ୍କର ସ୍ୱପ୍ନ ହେଉଛି ସେହି ମଞ୍ଜି। ତାକୁ ସମ୍ପର୍କୀୟ କିମ୍ବା ପଡ଼ୋଶୀଙ୍କ ଆଲୋଚନାର ବିଷୟବସ୍ତୁ କରନ୍ତୁ ନାହିଁ। ତାକୁ ମନର ଗଭୀରତାରେ ପୋତି ରଖନ୍ତୁ ଏବଂ ନୀରବରେ ପରିଶ୍ରମର ଜଳ ସିଞ୍ଚନ କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ଯୋଜନା ଯେତେବେଳେ ସଫଳତାର ରୂପ ନେବ ସେତେବେଳେ ତାହା ନିଜେ ହିଁ ସାରା ଦୁନିଆକୁ ଜଣାଇଦେବ। ଯେତେବେଳେ ଘର ତିଆରି ହୋଇଯିବ, ଯେତେବେଳେ ବ୍ୟବସାୟ ଶୀର୍ଷରେ ପହଞ୍ଚିବ, ଯେତେବେଳେ ବିଜୟର ପତାକା ଉଡ଼ିବ, ସେତେବେଳେ ସେହି ଲୋକମାନେ ଯେଉଁମାନେ ଆପଣଙ୍କର ଗୋଡ଼ ଟାଣିବାକୁ ଅପେକ୍ଷା କରିଥିଲେ ସେମାନେ ହିଁ ବାଧ୍ୟ ହୋଇ ଆପଣଙ୍କ ପାଇଁ ତାଳି ମାରିବେ। ପରିଶ୍ରମ ଏତେ ଶାନ୍ତ ଭାବରେ କରନ୍ତୁ ଯେ ଆପଣଙ୍କର ସଫଳତା ଯେମିତି ଚାରିଆଡ଼େ ଗର୍ଜନ କରେ। ଲୋକଙ୍କୁ ସେତିକି ହିଁ ଦେଖାନ୍ତୁ ଯେତିକି ସେମାନେ ଦେଖିବା ଦରକାର। ବାକି ସବୁ ନିଜ ଭିତରେ ଏକ ରହସ୍ୟ କରି ରଖନ୍ତୁ। ମନେ ରଖନ୍ତୁ, ଯେଉଁ ସ୍ୱପ୍ନର ପ୍ରଚାର ହୋଇଯାଏ ତାକୁ ପୂରଣ କରିବା ପାଇଁ ଶକ୍ତି କମିଯାଏ। ବନ୍ଧୁଗଣ, ଆମେ ତ ଜାଣିଲେ ଯେ ଟଙ୍କା ଏବଂ ଯୋଜନାକୁ କେମିତି ଗୋପନ ରଖିବାକୁ ହୁଏ, କିନ୍ତୁ ଏବେ ଆମେ ସେହି ତିନୋଟି ବିଷୟ ଆଡ଼କୁ ବଢ଼ିବା ଯାହା ଯଦି କୌଣସି ଶତ୍ରୁଭାବାପନ୍ନ ସମ୍ପର୍କୀୟଙ୍କ ହାତରେ ଲାଗିଯାଏ ତେବେ ସେମାନେ ଆପଣଙ୍କ ସମ୍ମାନ ଏବଂ ଅସ୍ତିତ୍ୱକୁ ଛାରଖାର କରିଦେବେ। ସେଗୁଡ଼ିକ ହେଉଛି ନିଜର ଦୁର୍ବଳତା, ସହିଥିବା ଅପମାନ ଏବଂ ସବୁଠାରୁ ଭୟଙ୍କର ଆପଣଙ୍କ ଘରର କଳି ଝଗଡ଼ା। ଚାଣକ୍ୟ ନୀତିର ଏକ ପରମ ସତ୍ୟ ହେଉଛି ଘରର କଥା ଘର ଭିତରେ ହିଁ ରହିବା ଉଚିତ। ପ୍ରତିଟି ପରିବାରରେ କିଛି ନା କିଛି ମତାନ୍ତର ବା ଝଗଡ଼ା ହୁଏ, କିନ୍ତୁ ଭୁଲ ସେତେବେଳେ ହୁଏ ଯେତେବେଳେ ଆମେ ଭାବପ୍ରବଣ ହୋଇ ନିଜ କକା, ଖୁଡ଼ି କିମ୍ବା ସମ୍ପର୍କୀୟ ଭାଇମାନଙ୍କ ଆଗରେ ସେହି କଥା ବାଢ଼ି ଦେଉ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ଯେଉଁ ବ୍ୟକ୍ତି ନିଜ ଘରର ଦୁର୍ବଳତା ବାହାର ଲୋକଙ୍କୁ ଜଣାଇଦିଏ ସେ ନିଜ ହାତରେ ନିଜ ସଂସାରରେ ନିଆଁ ଲଗାଇଥାଏ। ଆସନ୍ତୁ ସେହି ପିତା ସତ୍ୟକୁ ବୁଝିବା ଯାହାକୁ ଆମେ ଅଜାଣତରେ ପ୍ରତିଦିନ ଅଣଦେଖା କରୁଛୁ। ସଂସାରରେ ଏମିତି କୌଣସି ଘର ନାହିଁ ଯେଉଁଠି ବାସନକୁସୁନ ବାଜେ ନାହିଁ। ସ୍ୱାମୀ ସ୍ତ୍ରୀଙ୍କ କଳି ହେଉ କିମ୍ବା ବାପା ପୁଅଙ୍କ ମତାନ୍ତର, ଏହା ପରିବାରର ଏକ ସ୍ୱାଭାବିକ ଅଂଶ। କିନ୍ତୁ ବିପଦ ସେତେବେଳେ ଆସେ ଯେତେବେଳେ ଆମେ ରାଗ କିମ୍ବା ଅଭିମାନରେ ଆସି ନିଜର ବିଶ୍ୱସ୍ତ ସମ୍ପର୍କୀୟଙ୍କୁ ଫୋନ୍ ଲଗାଉ। ଆମେ ଭାବୁ ପିଉସୀ କିମ୍ବା ମାଉସୀ ତ ନିଜ ଲୋକ, ସେମାନେ ମୋ କଥା ବୁଝିବେ, ମନ ହାଲୁକା ହୋଇଯିବ। ଆପଣ ଯେତେବେଳେ କହନ୍ତି ମୋ ସ୍ତ୍ରୀ ବହୁତ ଜିଦ୍ଦି କରୁଛି କିମ୍ବା ମୋ ସ୍ୱାମୀ ମୋତେ ସମ୍ମାନ ଦେଉନାହାନ୍ତି, ସେତେବେଳେ ସେପଟୁ ଶୁଭୁଥିବା ସ୍ୱର ବହୁତ ମିଠା ଲାଗେ। ସେମାନେ କହିବେ, ଆରେ ପୁଅ, ତୋ ସହିତ ବହୁତ ଅନ୍ୟାୟ ହେଉଛି। କିନ୍ତୁ ସାବଧାନ, ଏହି ସମବେଦନା କେବଳ ଏକ ମୁଖା। ସେମାନେ ଭିତରେ ଭିତରେ ହୁଏତ ଉତ୍ସବ ମନାଉଥାନ୍ତି ଯେ ଆପଣଙ୍କର ସୁଖୀ ସଂସାରରେ ଏବେ ଫାଟ ପଡ଼ିଲାଣି। ଆପଣଙ୍କର ଯନ୍ତ୍ରଣା ସେମାନଙ୍କ ପାଇଁ ଏକ ଚଟପଟା ମସଲା ପାଲଟିଯାଏ। ଯେମିତି ହିଁ ଫୋନ୍ କଟିଯାଏ, ଆପଣଙ୍କ ଘରର ଗୋପନ କଥାରେ ଲୁଣ ଲଙ୍କା ମିଶି ପୁରା ବଂଶ ସାରା ପ୍ରଗଟ ହୋଇଯାଏ। କାଲି ଯେଉଁ ଘରକୁ ଲୋକେ ସମ୍ମାନ କରୁଥିଲେ, ଆଜି ସେହି ଘର ଲୋକଙ୍କ ପାଇଁ ମଜାକ ପାଲଟିଯାଏ। ସେମାନେ କହିବେ, ଦେଖୁଛ, ବାହାରକୁ ତ ବଡ଼ ଭଦ୍ର ଲାଗନ୍ତି କିନ୍ତୁ ଭିତରେ ଭିତରେ ପ୍ରତିଦିନ କୁରୁକ୍ଷେତ୍ର ହେଉଛି। ଚାଣକ୍ୟଙ୍କ ପରାମର୍ଶ, ଗୃହ ଛିଦ୍ରମ୍ ନ ପ୍ରକାଶୟେତ୍। ଘରର ଛିଦ୍ର ବା ଦୁର୍ବଳତାକୁ କେବେ ବି ବାହାରେ ପ୍ରକାଶ କରନ୍ତୁ ନାହିଁ। ମନେ ରଖନ୍ତୁ, ଆଜି ଯିଏ ଆପଣଙ୍କ ଦୁଃଖ ଶୁଣୁଛି, କାଲି ସେ ଆପଣଙ୍କ ଦୁର୍ବଳତାର ସୁଯୋଗ ନେଇ ପରିବାର ଭିତରେ ବିଭାଜନ ସୃଷ୍ଟି କରିବ। ଘରର ଅଳିଆ ଯେମିତି ଘର ବାହାରେ ପକାଯାଏ, କିନ୍ତୁ ଘରର କଳି ଝଗଡ଼ା କେବେ ବି ଦ୍ୱାର ମୁହଁ ଟପିବା ଉଚିତ ନୁହେଁ। ପରିବାର ଭିତରେ ସମସ୍ୟା ଅଛି, ପରସ୍ପର ସହ କଥା ହୁଅନ୍ତୁ, ସମାଧାନ କରନ୍ତୁ, କିନ୍ତୁ କୌଣସି ସମ୍ପର୍କୀୟଙ୍କୁ ବିଚାରପତି କରି ନିଜ ସମ୍ମାନକୁ ରାସ୍ତାରେ ନିଲାମ କରନ୍ତୁ ନାହିଁ।
ସମ୍ପର୍କୀୟମାନେ ହୁଏତ ସାହାଯ୍ୟ କରିପାରନ୍ତି ନାହିଁ, କିନ୍ତୁ ଆପଣଙ୍କୁ ହସର ପାତ୍ର କରିବା ପାଇଁ ସେମାନେ କେବେ ବି ପଛେଇବେ ନାହିଁ। ତେଣୁ ନିଜ ଘରର ଶାନ୍ତି ପାଇଁ ମୌନତାକୁ ଅସ୍ତ୍ର କରନ୍ତୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ପରିବାର ହେଉଛି ଏକ ଦୁର୍ଗ ସଦୃଶ। ଯେ ପର୍ଯ୍ୟନ୍ତ ଏହାର ଦ୍ୱାର ବନ୍ଦ ଥାଏ ସେ ପର୍ଯ୍ୟନ୍ତ ଏହା ସୁରକ୍ଷିତ। ଆସନ୍ତୁ ବୁଝିବା କାହିଁକି ଘରର କଳି ଝଗଡ଼ାକୁ ସମ୍ପର୍କୀୟଙ୍କ ଆଗରେ ପ୍ରକାଶ କରିବା ଏକ ଆତ୍ମଘାତୀ ପଦକ୍ଷେପ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଏମିତି ଯେ ଆଜି ସକାଳେ ଯୁଦ୍ଧ ହେଲେ ସନ୍ଧ୍ୟା ସୁଦ୍ଧା ସବୁ ସ୍ୱାଭାବିକ ହୋଇଯାଏ। ଆପଣ ପରସ୍ପରକୁ କ୍ଷମା କରିଦେବେ, ଭୁଲି ମଧ୍ୟ ଯିବେ, କିନ୍ତୁ ସାବଧାନ, ଆପଣ ସେହି ରାଗ ବେଳେ ଯେଉଁ ସମ୍ପର୍କୀୟଙ୍କୁ ସବୁ କଥା କହିଦେଇଥିଲେ ସେ କିନ୍ତୁ କିଛି ବି ଭୁଲିବେ ନାହିଁ। ସେମାନେ ସେହି ଝଗଡ଼ାକୁ ନିଜ ମନରେ ରେକର୍ଡ କରି ରଖିଦେବେ। ଭବିଷ୍ୟତରେ ଯେତେବେଳେ ବି ସୁଯୋଗ ମିଳିବ ସେମାନେ ସେହି ପୁରୁଣା କଥାକୁ ଉଖାରି ଆପଣଙ୍କୁ ଟାହିଟାପରା କରିବେ ଏବଂ ଆପଣଙ୍କ ମନରେ ବିଷ ଭରିବାକୁ ଚେଷ୍ଟା କରିବେ। ମନେ ରଖନ୍ତୁ, ସମ୍ପର୍କୀୟମାନେ ଆପଣଙ୍କ ଘରର ନିଆଁ ଲିଭାଇବାକୁ ଆସିବେ ନାହିଁ। ସେମାନେ କେବଳ ଏହି ଅପେକ୍ଷାରେ ଥାନ୍ତି ଯେ କେମିତି ସେହି ନିଆଁ ଆହୁରି ଜଳିବ ଏବଂ ସେମାନେ ଦୂରରେ ଥାଇ ତମାସା ଦେଖିବେ। ଆପଣଙ୍କର ଦୁଃଖ ସେମାନଙ୍କ ପାଇଁ ଏକ ମନୋରଞ୍ଜନର ଖୋରାକ ଛଡ଼ା ଆଉ କିଛି ନୁହେଁ। ଚାଣକ୍ୟଙ୍କ ପରାମର୍ଶ ହେଉଛି, ଘର ଭିତରେ ଚାହେ କୋଟିଏ ମହାଭାରତ ହୋଇଯାଉ, କିନ୍ତୁ ଯେମିତି ହିଁ ଆପଣ ଘରର କବାଟ ଖୋଲି ବାହାରକୁ ଆସୁଛନ୍ତି ଦୁନିଆକୁ ଏୟା ହିଁ ଦେଖାଯିବା ଉଚିତ ଯେ ଆମେ ଏକ, ଆମେ ଖୁସି ଏବଂ ଆମ ଭିତରେ କୌଣସି ଫାଟ ନାହିଁ। ଯେଉଁ ଘରର କାନ୍ଥ ମଜବୁତ ଏବଂ ଯାହାର ଭେଦ ବାହାରକୁ ଯାଏ ନାହିଁ ସେହି ଘରକୁ ପୃଥିବୀର କୌଣସି ଶକ୍ତି ଭାଙ୍ଗିପାରିବ ନାହିଁ। ଚତୁର୍ଥ କଥା, ନିଜର ଦୁର୍ବଳତା ଓ ଗୁପ୍ତ ରହସ୍ୟ। ନିଜ ହାତରେ ନିଜ ବେକକୁ ଛୁରୀ ଦିଅନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ଏକ କଠୋର ସତ୍ୟ କହିଛନ୍ତି, ଆପଣଙ୍କର ଦୁର୍ବଳ ନାଡ଼ି ଯାହା ହାତରେ ଅଛି ସେ ହିଁ ଆପଣଙ୍କ ଜୀବନର ପ୍ରକୃତ ମାଲିକ। ଆମେ ପ୍ରାୟତଃ ଭାବପ୍ରବଣ ହୋଇ ବନ୍ଧୁତା ମୋହରେ କିମ୍ବା ନିଶା ପ୍ରଭାବରେ ନିଜର ସେହି ରହସ୍ୟଗୁଡ଼ିକୁ ସମ୍ପର୍କୀୟଙ୍କ ଆଗରେ ଖୋଲି ଦେଉ ଯାହାକୁ ଆମେ ସାରା ଦୁନିଆଠାରୁ ଲୁଚାଇବାକୁ ଚାହୁଁ। ସମ୍ପର୍କର ପରିବର୍ତ୍ତନଶୀଳ ରୂପ। ଆମେ ଭାବୁ, ଭାଇ ତ ମୋର ନିଜର, ତାକୁ କହିଲେ କ'ଣ ହେବ, ସେ କ'ଣ କାହାକୁ କହିବ। କିନ୍ତୁ ମନେ ରଖନ୍ତୁ, ସମୟ ବଦଳେ, ମଣିଷ ବି ବଦଳେ। ଆଜି ଯିଏ ଆପଣଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ, କାଲି ହୁଏତ ସାମାନ୍ୟ ଜମିବାଡ଼ି କିମ୍ବା ଟଙ୍କା ପାଇଁ ସେ ଆପଣଙ୍କର ସବୁଠୁ ବଡ଼ ଶତ୍ରୁ ସାଜିପାରେ। ବିଶ୍ୱାସର ବିଷ। ଯେଉଁଦିନ ସମ୍ପର୍କରେ ତିକ୍ତତା ଆସିବ ସେହି ସମ୍ପର୍କୀୟ କୌଣସି ବାହାର ଅସ୍ତ୍ର ଖୋଜିବ ନାହିଁ। ସେ ସବୁଠାରୁ ଆଗେ ସେହି ରହସ୍ୟକୁ ହିଁ ବ୍ୟବହାର କରିବ ଯାହାକୁ ଆପଣ ବିଶ୍ୱାସରେ ତାକୁ କହିଥିଲେ। ସେହି ସମ୍ପର୍କୀୟ ଭରପୁର ସଭାରେ ପରିବାରର ସବୁ ସଦସ୍ୟଙ୍କ ଆଗରେ ଆପଣଙ୍କର ସେହି ଦୁର୍ବଳତା ଉପରେ ପ୍ରହାର କରିବ। ସେ ଅତି ସହଜରେ କହିଦେବ, ଆରେ ଏ ତ ଏମିତି, ଏ ପରା ସେଦିନ ଏମିତି ଭୁଲ କରିଥିଲା। ସେତେବେଳେ ଆପଣଙ୍କୁ ସେହି ସମ୍ପର୍କୀୟ ଅପେକ୍ଷା ନିଜ ଉପରେ ଅଧିକ ରାଗ ଆସିବ। ଆପଣଙ୍କୁ ଲାଗିବ ଯେ ଆପଣ ନିଜ ସମ୍ମାନର ହତ୍ୟା ନିଜେ ହିଁ କରିଛନ୍ତି। ଜୀବନରେ ସବୁବେଳେ କଇଁଛ ପରି ହୁଅନ୍ତୁ। ଯେମିତି କଇଁଛ ବିପଦର ଆଶଙ୍କା ପାଇଲେ ନିଜର କୋମଳ ଅନ୍ମଗୁଡ଼ିକୁ ଶକ୍ତ ଖୋଳପା ଭିତରେ ଲୁଚାଇ ଦିଏ, ସେମିତି ଆପଣ ମଧ୍ୟ ନିଜର ଦୁର୍ବଳତା ଏବଂ ଅତୀତର ଭୁଲକୁ ନିଜ ଭିତରେ ଗୁପ୍ତ ରଖନ୍ତୁ। ନିଜର ଦୁର୍ବଳତା କେବଳ ଦୁଇ ଜଣଙ୍କୁ ଜଣାଥାଉ। ଜଣେ ହେଉଛନ୍ତି ଈଶ୍ୱର ଏବଂ ଅନ୍ୟ ଜଣକ ଆପଣ ନିଜେ। କାହିଁକି? କାରଣ ଈଶ୍ୱର କ୍ଷମା କରନ୍ତି, ସେ ଆପଣଙ୍କୁ ସଂଶୋଧନ ହେବାର ସୁଯୋଗ ଦିଅନ୍ତି। କିନ୍ତୁ ମଣିଷ ତମାସା କରେ, ସେ ଆପଣଙ୍କ ଦୁଃଖରେ ହସେ ଏବଂ ଆପଣଙ୍କ ଦୁର୍ବଳତାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରେ। ଶେଷ ଶିକ୍ଷା, ସମ୍ପର୍କୀୟମାନଙ୍କୁ ସେତିକି ହିଁ କୁହନ୍ତୁ ଯେତିକି କହିଲେ ଆପଣଙ୍କ ସମ୍ମାନ ଉପରେ କୌଣସି ଆଞ୍ଚ ଆସିବା ନାହିଁ। ନିଜର ଗୋପନୀୟତାକୁ ନିଜର ଶକ୍ତି କରନ୍ତୁ, ଦୁର୍ବଳତା ନୁହେଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜର ମାନସମ୍ମାନକୁ ନେଇ ସବୁବେଳେ ସଜାଗ ଥାଏ। ଏହି ଶେଷ ଅଧ୍ୟାୟରେ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ସହିଥିବା ଅପମାନ ଏବଂ କରିଥିବା ଦାନ। ସହିଥିବା ଅପମାନ। ନିଜ କ୍ଷତକୁ ଦୁନିଆକୁ ଦେଖାନ୍ତୁ ନାହିଁ। ଯଦି ବାହାରେ କେହି ଆପଣଙ୍କୁ ଅପମାନିତ କରିଛି, କଟୁ କଥା କହିଛି କିମ୍ବା ଆପଣଙ୍କର ବେଇଜ୍ଜତି କରିଛି, ତେବେ ସେହି କଥାକୁ ଘରକୁ ଆଣି ସମ୍ପର୍କୀୟମାନଙ୍କ ଆଗରେ କାନ୍ଦି କାନ୍ଦି କୁହନ୍ତୁ ନାହିଁ। ଆପଣ ଭାବନ୍ତି ଯେ ସମ୍ପର୍କୀୟମାନେ ଆପଣଙ୍କୁ ସାହାରା ଦେବେ, କିନ୍ତୁ ପ୍ରକୃତରେ ସେମାନେ ଆପଣଙ୍କୁ ଦୁର୍ବଳ ବୋଲି ଭାବିବାକୁ ଲାଗନ୍ତି। ସେମାନଙ୍କ ନଜରରେ ଆପଣଙ୍କର ମୂଲ୍ୟ କମିଯାଏ। ଯେଉଁ ମଣିଷ ନିଜ ଅପମାନର ଡିଣ୍ଡିମ ନିଜେ ପିଟେ, ଦୁନିଆ ତାକୁ ଆହୁରି ଅଧିକ ଅପମାନିତ କରେ। ସେହି ଅପମାନର ବିଷକୁ ନିଜ ଭିତରେ ପିଇଯାଆନ୍ତୁ।
ତାକୁ ପ୍ରତିଶୋଧର ନିଆଁ ନୁହେଁ ବରଂ ପ୍ରଗତିର ଶକ୍ତି କରନ୍ତୁ। ନିଜକୁ ଏତେ ଉଚ୍ଚକୁ ନିଅନ୍ତୁ ଯେ ଯେଉଁମାନେ ଆଜି ଆପଣଙ୍କୁ ହତାଦର କରୁଛନ୍ତି କାଲି ସେମାନେ ଆପଣଙ୍କ ପାଖରେ ପହଞ୍ଚିବାକୁ ଏକ ସୁଯୋଗ ଖୋଜିବେ। କରାଯାଇଥିବା ଦାନ। ଡାହାଣ ହାତର ଦାନ ବାମ ହାତ ଜାଣିବା ଅନୁଚିତ। ଚାଣକ୍ୟ କହନ୍ତି ଦାନ ସେତେବେଳେ ପୁଣ୍ୟଫଳ ଦିଏ ଯେତେବେଳେ ତାହା ଗୋପନୀୟ ଥାଏ। ଯଦି ଆପଣ କାହାର ସାହାଯ୍ୟ କରିଛନ୍ତି ଏବଂ ତାହା ସମ୍ପର୍କୀୟଙ୍କ ଆଗରେ ପ୍ରଶଂସା ପାଇବା ପାଇଁ କହୁଛନ୍ତି ତେବେ ଆପଣ ନିଜ ପାଇଁ ବିପଦ ଡାକି ଆଣୁଛନ୍ତି। ସମ୍ପର୍କୀୟମାନେ ଆପଣଙ୍କୁ ଦୟାଳୁ ଭାବିବେ ନାହିଁ ବରଂ ସେମାନେ କହିବେ ଅନ୍ୟମାନଙ୍କ ପାଖରେ ତ ଏହାର ପାଖରେ ବହୁତ ଧନ ଅଛି, ବଳଦାନୀ ସାଜୁଛି, କିନ୍ତୁ ଯେତେବେଳେ ଆମେ ମାଗିଥିଲୁ ସେତେବେଳେ ହାତ ଟାଣ କରିଦେଇଥିଲା। ସାହାଯ୍ୟ କରି ଭୁଲିଯିବା ହିଁ ବୁଦ୍ଧିମାନର କାମ। ଆପଣଙ୍କର ଗୋଟିଏ ଭଲ କାମ ସମ୍ପର୍କୀୟଙ୍କ ମନରେ ଈର୍ଷାର ବିଷ ଭରିବା ପାଇଁ ଯଥେଷ୍ଟ। ବନ୍ଧୁଗଣ, ଏହି ରହସ୍ୟ ଧନ, ଯୋଜନା, ଘରର କଳି, ଦୁର୍ବଳତା ଏବଂ ଅପମାନକୁ ଯିଏ ନିଜ ଭିତରେ ପୋତି ରଖିପାରିବ ତାକୁ ପୃଥିବୀର କୌଣସି ଶକ୍ତି ପରାଜିତ କରିପାରିବ ନାହିଁ। ମନେ ରଖନ୍ତୁ, ଆପଣଙ୍କ ସମ୍ପର୍କୀୟମାନେ ହୁଏତ ଆପଣଙ୍କର ରକ୍ତ ହୋଇପାରନ୍ତି କିନ୍ତୁ ଆପଣଙ୍କର ଜୀବନ ନୁହନ୍ତି। ନିଜ ଜୀବନର ରିମୋଟ କଣ୍ଟ୍ରୋଲ ସେମାନଙ୍କ ହାତରେ ଦେବା ପରିବର୍ତ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତିକୁ ନିଜର ସୁରକ୍ଷା କବଚ କରନ୍ତୁ। ବନ୍ଧୁଗଣ, ଏସବୁ ଶୁଣିବା ପରେ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସୁଥିବ, ତେବେ କ'ଣ ଆମେ ସମ୍ପର୍କୀୟଙ୍କ ସହ ସମ୍ପର୍କ ଛିନ୍ନ କରିଦେବା? ସମସ୍ତଙ୍କ ସହ କଥାବାର୍ତ୍ତା ବନ୍ଦ କରି ଏକାକୀ ରହିବା? ନା, ଆଚାର୍ଯ୍ୟ ଚାଣକ୍ୟ ଏହା କେବେ ବି କହନ୍ତି ନାହିଁ। ସେ ଜଣେ ମହାନ କୂଟନୀତିଜ୍ଞ ଥିଲେ। ସେ ଜାଣିଥିଲେ ଯେ ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ସମାଜରେ ରହିବାକୁ ହେଲେ ସମ୍ପର୍କର ଆବଶ୍ୟକତା ରହିଛି। ସମସ୍ୟା ସମ୍ପର୍କରେ ନାହିଁ, ସମସ୍ୟା ଅଛି ଆମର ଅତ୍ୟଧିକ ସରଳତାରେ। ଜିଭ ପରି ଚତୁର ହୁଅନ୍ତୁ। ଆମ ପାଟି ଭିତରର ଜିଭକୁ ଦେଖନ୍ତୁ। ସେ 32ଟା ଧାରୁଆ ଦାନ୍ତ ମଝିରେ ରହେ। ଦାନ୍ତ ଯେକୌଣସି ମୁହୂର୍ତ୍ତରେ ତାକୁ କାଟି ଖଣ୍ଡ ଖଣ୍ଡ କରିଦେଇପାରେ, କିନ୍ତୁ ଜିଭ ଏତେ ଚତୁର ଯେ ସେ ସେହି ବିପଦ ଭିତରେ ରହି ମଧ୍ୟ ନିଜର କାମ ସୁରୁଖୁରୁରେ କରେ ଏବଂ ସବୁବେଳେ ସୁରକ୍ଷିତ ରହେ। ଆପଣଙ୍କୁ ମଧ୍ୟ ସମାଜରେ ସେମିତି ରହିବାକୁ ହେବ। ସମ୍ପର୍କୀୟଙ୍କୁ ଭେଟନ୍ତୁ, ସେମାନଙ୍କୁ ସମ୍ମାନ ଦିଅନ୍ତୁ, ପାଦ ଛୁଅନ୍ତୁ ଏବଂ ସେମାନଙ୍କ ଉତ୍ସବରେ ସାମିଲ ହୁଅନ୍ତୁ। କିନ୍ତୁ ମନେ ରଖନ୍ତୁ, ନିଜ ମନର ଦ୍ୱାର ସେମାନଙ୍କ ପାଇଁ ସବୁବେଳେ ବନ୍ଦ ରଖନ୍ତୁ। ବାହାରକୁ ଆପଣ ଏକ ଖୋଲା ବହି ପରି ଦେଖାଯାନ୍ତୁ, କିନ୍ତୁ ଭିତରୁ ଆପଣଙ୍କ ବ୍ୟକ୍ତିତ୍ୱ ଏତେ ଗଭୀର ହେଉ ଯେପରି କେହି ଆପଣଙ୍କୁ ପଢ଼ି ନପାରୁ। ଯେଉଁଦିନ ଆପଣ ଧନ, ଯୋଜନା, ଘରର କଳି, ଦୁର୍ବଳତା ଓ ଅପମାନ ଗୋପନ ରଖିବା ଶିଖିଯିବେ, ସେହିଦିନ ଆପଣ ଅନୁଭବ କରିବେ ଯେ ଆପଣଙ୍କ ଜୀବନର ଅଧା ପ୍ରତିବନ୍ଧକ ଆପେ ଆପେ ଦୂର ହୋଇଯାଇଛି। ଆପଣଙ୍କ ଉନ୍ନତିର ଗାଡ଼ି ଯାହା ବାରମ୍ବାର ଲୋକଙ୍କ କୁଦୃଷ୍ଟି ଯୋଗୁଁ ଅଟକି ଯାଉଥିଲା, ତାହା ଏବେ ସଫଳତାର ରାଜପଥରେ ଦ୍ରୁତ ଗତିରେ ଦୌଡ଼ିବ। ବନ୍ଧୁଗଣ, ଆପଣଙ୍କ ଜୀବନରେ କେବେ ଏମିତି ଘଟିଛି କି ଯେଉଁଠି ଆପଣ ନିଜର ଭାବି କାହାକୁ ବିଶ୍ୱାସ କରିଥିଲେ ଏବଂ ପରେ ସେହି ସମ୍ପର୍କୀୟ ଆପଣଙ୍କ ବିଶ୍ୱାସଘାତକତା କରିଛନ୍ତି? ଆପଣଙ୍କର ସେହି ଅନୁଭୂତି କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ଏହି ଗୋଟିଏ କାହାଣୀ ହୁଏତ ଅନ୍ୟ କାହାକୁ ପ୍ରତାରିତ ହେବାରୁ ରକ୍ଷା କରିପାରେ। ଯଦି ଆଜିର ଏହି ଭିଡିଓ ଆପଣଙ୍କ ଆଖି ଖୋଲି ଦେଇଥାଏ, ତେବେ ଏହାକୁ ସେହି ସରଳମନା ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଯେଉଁମାନେ ସବୁ କଥା ସମସ୍ତଙ୍କ ଆଗରେ ବାଢ଼ି ଦିଅନ୍ତି। ଏମିତି ଜୀବନଧର୍ମୀ ସତ୍ୟ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖାହେବ ଏକ ନୂଆ ବିଷୟ ସହିତ। ସେ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଜୟ ଜଗନ୍ନାଥ।